ସାଇକୋଲୋଜି କହିଥାଏ କୌଣସି ସୁନ୍ଦରୀ ବିଧବା ମହିଳା ସହିତ ମନ ଭରି ଏନ୍ଜୟ କରିବାକୁ ଚାହୁଁଥିଲେ ତାଙ୍କୁ ଏହି ଗୋଟିଏ ଜିନିଷ କିଣିକି ଦିଅନ୍ତୁ, ତାହା ହେଉଛି ହେୟାର୍ ରିମୁଭାଲ୍। ତାପରେ ତାଙ୍କର ଏହି ଗୋଟିଏ ଇଶାରାରୁ ବୁଝିଯିବେ କି ସେ ତୁରନ୍ତ ଗାଣ୍ଡି ଖୋଲିଦେବେ ଘେହିବା ପାଇଁ। ଅଧିକ ଉତ୍ତେଜିତ ହେଉଥିବା ଝିଅମାନେ କେଉଁଭଳି ଭାବରେ ସମ୍ଭୋଗ କରିଥାନ୍ତି? ଏହାର ଉତ୍ତର ହେଉଛି ପୁଅମାନଙ୍କୁ ସିଧା ଶୁଆଇ ନିଜେ ତାଙ୍କ ଉପରେ ଚଢ଼ି ଯାଇଥାନ୍ତି। କେଉଁଭଳି ଝିଅମାନଙ୍କୁ କିଛି କରିବା ଦ୍ୱାରା ସେମାନେ ସିଧା ଲିଙ୍ଗକୁ ଚାପି ଦେଇଥାନ୍ତି? ଏହାର ଉତ୍ତର ହେଉଛି ଯେଉଁ ଝିଅମାନଙ୍କର ପୂର୍ବରୁ ସମ୍ଭୋଗ କରିବାର ଅଭ୍ୟାସ ଥାଏ। ସାଇକୋଲୋଜି କହିଥାଏ ଯେଉଁ ସ୍ତ୍ରୀ କୁଆଁରୀ ଅବସ୍ଥାରେ ଅଧିକ ସମ୍ଭୋଗ କରିଥାନ୍ତି ତେବେ ତାଙ୍କ ଗୁପ୍ତାଙ୍ଗ ଅଧିକ ଫ୍ଲେକ୍ସିବଲ୍ ଓ ଚଉଡ଼ା ହୋଇଯାଇଥାଏ ଓ ଏମିତି ସ୍ତ୍ରୀ ପରପୁରୁଷ ସହିତ ବି ସମ୍ପର୍କ ବନାଇ ନେଇଥାନ୍ତି। କେଉଁଭଳି ଝିଅମାନଙ୍କର ତଳ ସାମାନ ସମ୍ଭୋଗ କରିବା ସମୟରେ ଛୋଟ ହୋଇଯାଇଥାଏ? ଏହାର ଉତ୍ତର ହେଉଛି କମ୍ ଘିଆ ଖାଉଥିବା ଝିଅମାନଙ୍କର। ସାଇକୋଲୋଜି କହିଥାଏ ଯେତେବେଳେ କୌଣସି ପବିତ୍ର ମହିଳା କୌଣସି ପରପୁରୁଷ ସହିତ ସମ୍ଭୋଗ କରିଥାଏ ତେବେ ତାଙ୍କର କାମ ବାସନା ପୂର୍ବ ଅପେକ୍ଷା ଆହୁରି ଅଧିକ ବଢ଼ିଯାଇଥାଏ। ସାଇକୋଲୋଜି କହିଥାଏ ବିବାହ କରିଥିବା ଲୋକମାନେ ଏକୁଟିଆ ରହୁଥିବା ଲୋକମାନଙ୍କ ତୁଳନାରେ ଅଧିକ ହସ୍ତମୈଥୁନ କରିଥାନ୍ତି ଓ ସେହିଭଳି ଭିଡ଼ିଓ ମଧ୍ୟ ଦେଖିଥାନ୍ତି।